ପୁତ୍ରର ନାମ ଛଳରେ ହେଉ କି ପରିହାସ ଛଳରେ ହେଉ, ଗୀତାଳାପ ପରିପୂର୍ଣ୍ଣାର୍ଥେ ହେଉ କି ଅବଜ୍ଞା ପୂର୍ବକ ହେଉ, ଭଗବାନଙ୍କ ନାମ ଉଚ୍ଚାରଣ କଲେ ସବୁ ପାପ ନଷ୍ଟ ହୁଏ। ଅଜାମିଳ ତେଣୁ ମୁକ୍ତ। ଯମଦୂତଗଣ ତାହାକୁ ଅପମାର୍ଗରେ ନେଇପାରି ନାହାନ୍ତି। ଅଜାମିଳ ଭୟଶୂନ୍ୟ ଏବଂ ପ୍ରକୃତିସ୍ଥ ହେବାରୁ ତାର ବୈରାଗ୍ୟ ଉଦୟ ଘଟିଲା। ସାଧୁସଙ୍ଗ ଫଳରୁ ମଣିଷ ମନରେ ଚୈତନ୍ୟ ଓ ବୈରାଗ୍ୟ ସଞ୍ଚାର ହୁଏ। ଅଜାମିଳ ଏବେ ଗୃହ ସଂସାର ଛାଡ଼ି ଗଙ୍ଗା ତୀରକୁ ଯାଇଛି। ଶୁକ ଉବାଚ ହେମନ୍ତେ ଜାତ ଦିବ୍ୟ ଜ୍ଞାନ ଜେଣୁତା ସାଧୁ ଦର୍ଶନ ତେଜିଣ ସକଳ ବନ୍ଧନ ଗଙ୍ଗା ଦ୍ୱାରକୁ ଆଗମନ ଦେବ ସଦନେ ବିପ୍ର ଯାଇ ନିଶ୍ଚଳ ମନେ ଯୋଗ ଧ୍ୟାଇ ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିବେଶି ସ୍ଥିର ମନ ସକଳ ଗୁଣ ପରିହରି ଆତ୍ମାକୁ ସମାଧିରେ ଧରି ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା ବ୍ରହ୍ମ ଭାବନେ ସ୍ଥିର ମନ ଦେଖିଲା ବିଷ୍ଣୁ ଦୂତ ମାନ ପୂର୍ବେ ଯେ ରୂପ ଦେଖିଥିଲା ପୁଣି ଦେଖନ୍ତେ ପ୍ରଣମିଲା ଗଙ୍ଗା ଜଳରେ ଦ୍ୱିଜ ବର ତେଜିଲା ନିଜ କଳେବର ତକ୍ଷଣେ ବିଷ୍ଣୁଦୂତ ପ୍ରାୟ ହୋଇଲା ତାର ଦିବ୍ୟ କାଏ ବିଷୟ ଦୁର୍ଗତି ଖଣ୍ଡନ ବେଷ୍ଟିତ ହୋଇ ବିଷ୍ଣୁଗଣ ହେମ ବିମାନ ଆରୋହିଲା ତକ୍ଷଣେ ବିଷ୍ଣୁ ଲୋକେ ଗଲା ଦାସୀ ପତି ପତିତ କର୍ମ ନଷ୍ଟ ତାହାର ସର୍ବଧର୍ମ ବ୍ରତ ବିହୀନ ନିନ୍ଦାଚାର ନରକେ ପଡ଼ନ୍ତା ଶରୀର ଈଶ୍ୱର ନାମ ଗ୍ରହଣରୁ ତତ୍କାଳ ମୁକ୍ତି ନର କରୁ ମୋକ୍ଷ ବାଞ୍ଛିତ ନରଙ୍କର କୃଷ୍ଣ କୀର୍ତ୍ତନୁ ନାହିଁ ପର ନିଶ୍ଚଳ ଚିତ୍ତେ କୃଷ୍ଣ ଭଜ ଏ ଭବ ବନ୍ଧ ମାୟା ତେଜ ଶ୍ରୀକୃଷ୍ଣ ନାମର ମହିମା ସୁଖ କହିଲେ ଗୁଣ ସୀମା ସୁଜନେ ଏଣେ ଚିତ୍ତ କର ଏ ମାୟା ବନ୍ଧନୁ ନିସ୍ତର ବୋଲ ଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧରେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସଂ ସଂହିତାୟାଂ ଷଷ୍ଠ ସ୍କନ୍ଧେ ଅଜାମିଳ ଉପାଖ୍ୟାନ ନାମ ଦ୍ୱିତୀୟ ଅଧ୍ୟାୟଃ। ସୁକ ଚରଣେ ଦେଇ କର ବୋଲେ ପରୀକ୍ଷା ନୃପବର ପରୀକ୍ଷିତ ଉବାଚ ଆପଣ ଦୂତ ବାକ୍ୟ ଶୁଣି କିବା ବୋଇଲେ ଦଣ୍ଡ ପାଣି ଯମ ରାଜାର ଆଜ୍ଞା ହତ ଯେଣୁ ହୋଇଲା ବିପରୀତ ବିଷ୍ଣୁ ଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ ଯାହାର ବଶ ସର୍ବଜନେ ଏତ ବିଚିତ୍ର ମୋର ମନେ ଯମଦଣ୍ଡର ଭଗ୍ନ କାହିଁ ପୂର୍ବେ ଶୁଣିଲା କେହି ନାହିଁ ଏବେ ମୁଁ ଶୁଣିଲି ଅଦ୍ଭୁତ ଭୋମୁନି କହିବା ତଦନ୍ତ ତୁମ୍ଭର ତହୁଁ ଅନ୍ୟ କେହୁ ସଂଶୟ ଛେଦିବ ମୋ ତହୁଁ ଶୁକ ଉବାଚ ବିଷ୍ଣୁ ଦୂତରେ ଯମଦୂତ ଯେଣୁ ହୋଇଲେ ପରାଜିତ ଯମର ଛାମୁରେ ମିଳିଲେ ସକଳ ବାରତା କହିଲେ ଯମଦୂତ ଉବାଚ ସଂସାରେ ଜନ୍ତୁ ଛନ୍ତି ଯେତେ ଏହାଙ୍କ ଶାସ୍ତି ଅବା କେତେ ତ୍ରିବିଧ କର୍ମ ଯେ କରନ୍ତି କାତହୁଁ ସେ ଫଳ ଭୁଞ୍ଜନ୍ତି ଯେବେ ଅଖିଳ ଲୋକର ଦଣ୍ଡର କର ତାବାର କାହାର ମୃତ୍ୟୁ
ଶେଷ ଜନ୍ତୁଙ୍କର ତୁମ୍ଭେ ଯେ ଶାସ୍ତା ଦଣ୍ଡଧର ଈଶ୍ୱର ମାନଙ୍କ ଈଶ୍ୱର ଶୁଭ ଶୁଭର ଠାକୁର ତୁମ୍ଭର ଦଣ୍ଡ ଏବେ ନାହିଁ ପାପିଷ୍ଠ ଜନଙ୍କର ତହିଁ ଅଦ୍ଭୁତ ସିଦ୍ଧ 4 ଜଣ ତୁମ୍ଭଙ୍କୁ କଲେ ଅବଜ୍ଞାନ ତୁମ୍ଭ ଆଦେଶ ଘେନି ଶିରେ ଆମ୍ଭେ ଆଣୁଥିଲୁ ପାପିରେ ଯାତନା ଗୃହକୁ ଆଣନ୍ତେ ମୋଚନ କରିଣ ତୁରିତେ ପାଶକୁ ଛେଦିଲେ ପ୍ରତ୍ୟକ୍ଷେ ସେ ସିଦ୍ଧେ ଗଲେ ଅନ୍ତରିକ୍ଷେ ଆଣନ୍ତେ ସେ ପାପୀ ବ୍ରାହ୍ମଣ ଆସି ମିଳିଲେ ସିଦ୍ଧଗଣ তক্ষণে আসি সে মিলিলে ভয়ানকর বইলে ସୁକ ଉବାଚ ଦୂତଙ୍କ ବାକ୍ୟ ଶୁଣି ଯମ ଆନନ୍ଦେ ହରସ ବଦନ ଶ୍ରୀକୃଷ୍ଣ ଅଭୟ ଚରଣ ତକ୍ଷଣେ କରି ସୁମରଣ ଅତ୍ୟନ୍ତ ପ୍ରୀତ ହୋଇ ମନେ ବୋଲନ୍ତି ଶୁଣ ଭୃତ୍ୟ ଗଣେ ଯମ ଉବାଚ জগত যাহার বিয়াণ কার্পাসু জেহ্নে বস্ত্র হই বিশ্বতে মন্ত তার তহি যাহাঙ্ক অংশরু জগত জন্ম পালন পুরি হাত যাহার নাম তত্ত্ব গুণ বন্ধন করে প্রাণী মান রজুরে জেহ্নে গুরু থাই এণিকি চরাচর নানা কর্মরে বন্ধা হই জগত যাহাকু সে বই মুহি মহেন্দ্র নই ঋতি বরুণ আদি দিগপতি সোম অনল মহেশ্বর পবন ব্রহ্মা দিবাকর বিশ্বে দেবা যে বসু যেতে রুদ্র মরুদ গণ সহিতে সিদ্ধ কিন্নর সাধ্য করি সংসারে যেতে অধিকারী